সে তো মেডিসিন খাইলে তো ভালো হয়ে যাবে। কাজ জানো ও সোনা ঝোল ও ধন্দা পড়া খাইবে। এই কি শুরু চলে আরে কোন না সত কইল মুসা ধারে বিষ খাইছে এই কোন নাকি কথা কই যেମିତି ସାପ ଧାରେ ବିଷ ଥାଏ ସେମିତି ମୁସା ଧାରେ ବିଷ ଥାଏ। আরে বাবা কোন হেলা কথা খুলি কইব କଥା କଇକି ଘରେ କିଛି ଖାଇବାକୁ ନଥିଲା। ହାଣ୍ଡିରେ ଦୂରେ ଭାତ ପଡ଼ିଥିଲା। ସେଥିରେ ଗୋଟେ ମଲା ମୂଷା ପଡ଼ିଛି। ভাই কম ଦେଖୁଛୁ ପିଲାଟା ଜ୍ୱରରେ କହୁଛି କହି ସିନା ପାରୁନି ତା ଦେହରେ ପରା ଖୋଇ ପଡୁଛି। ଏଇ ଦେଖୁନ ପାଖ ମନ୍ଦିରରୁ ପ୍ରସାଦ ଆଣି ମୁଁ ମୋ ଛୁଆକୁ ଖୁଆଇ ଦେଇଛି। ଆଗେ ମେଡିସିନ ଦେଲେ ମୁଁ ତାକୁ ଖୁଆଇକିରି ଦିଅ ମା ଆଣିନି। আরে আমি পেছনে দেখাচ্ছি ମେଡିସିନ ଆଣିଲୁନି দোকানে কইলা যে দামি মেডিসিন লেখা হয়েছি সমুদ্রକୁ ଗୋଟି ଗୋଟି ପାଣି କରିଦେଲେ 1.5 ଲାখ ଟଙ୍କା ଦବାକୁ ପଡିବ। କାଇଁ ସରକାର ମେଡିକାଲକୁ ଚାଲିଗଲେନି ସେଠି ପରା ମାଗଣାରେ ମେଡିସିନ ମିଳୁଛି। সরকার ডাক্তারখানা ଯାଇଥିଲି ডাক্তার କହିଲେ ପେସେଣ୍ଟ ସିରିୟସ୍ ଏସବୁ ମେଡିସିନ ବାହାରୁ କିଣିବାକୁ ପଡିବ। ଏ ମେଡିସିନ ଝିଅକୁ କାମ କରୁନି ତାମାନେ କଣ ମୋ ମାମା ସେମିତି ତୁ ଜମା କରନା ତୁ ଜମା କରନା ମୋ ଛାତିଟା ଫାଟି ଯାଉଛି ତୁ କିଛି କରନା ତୁ କିଛି କରନା। କିଏ ସେଠି এটি কোন কাউকে অপেক্ষা করিছ না কোন তাহলে ডহ ডহ খরারে কাইকি আইছ যাও মন্দির প্রাঙ্গণ গছ ছাইরে বস ঠাকুরଙ୍କ নাম যজ্ঞ চালিছি নাম শ্রবণ কর। ନାଇଁ ବାବା ଠାକୁର ମୋ ଉପରେ ରାଗିଛି ତାଙ୍କ ପାଖକୁ ଯିବା ପାଇଁ ଆମ ପାଖରେ ସାହସ ନାହିଁ ବାବା ସାହସ ନାହିଁ। ସେମିତି ଭାବନା ମନରୁ ତ୍ୟାଗ କରରେ ମା ସେ ପରା ଏ ଜଗତର ସୃଷ୍ଟିକର୍ତ୍ତା ଷଷ୍ଠା କଣ କେବେ ସୃଷ୍ଟି ଉପରେ କ୍ରୋଧ କରନ୍ତି? ଯଦି ସେ ରାଗି ନାହାନ୍ତି ତାହେଲେ ଆମକୁ ଏତେ ଯନ୍ତ୍ରଣା ଦଉଛନ୍ତି କାହିଁକି? ଆମେ ଯଦି ଭୁଲ କରିଛୁ ତାହେଲେ ଆମକୁ ଶାସ୍ତି ଦିଅନ୍ତୁ ନା ଅନ୍ୟମାନଙ୍କୁ ଏତେ ଯାତନା ଦଉଛନ୍ତି କାହିଁକି? ତମ କଥା ମୁଁ ବୁଝିପାରୁଛି ରେ ମା ତମେ ନିଶ୍ଚୟ କୌଣସି ବିପଦରେ ଅଛ। ଦୁଃଖ କରନି କରି କରାଉ ଥାଏ ସେଇ ତାବିନୁ ଅନ୍ୟ ଗତି ନାହିଁ। ସେ ସମସ୍ୟା ସେ ହିଁ ସମାଧାନ। ଯାଅ ସେଇ ପ୍ରଭୁଙ୍କୁ ତମ ଦୁଃଖ ଜଣାଅ ଦେଖିବ ତମର ସବୁ ଦୁଃଖ ଦୂର ହେଇଯିବ। ବାବା ସେଦିନ ଠାକୁର ମନ୍ଦିର ମୋ ଭାଗିରେ
ଶାଗୁଚ ପାହାର ମାଡ଼ ଖାଇପାରେ, ଯୋଉ ଠାକୁର ଭକ୍ତଙ୍କ ପାଇଁ ଶାଗୁଚ ପାହାରେ ମାଡ଼ ଖାଇପାରେ, ସେ ପୁଣି ପାପୀମାନଙ୍କୁ ଏମିତି ଦଣ୍ଡ ବି ଦେଇପାରେ। ମଣିଷର ମାଡ଼ ଛାତିରେ ବାଜେ, ପିଠିରେ ବାଜେ, ହେଲେ ସେ ଟଙ୍କାର ମାଡ଼ ମୋ କଲିଜାରେ ବାଜିଛି। ଆମର ଭୁଲ ହେଇଯାଇଛି ବାପା। ଆପଣ ଆପଣଙ୍କ ଠାକୁରଙ୍କୁ କହୁଥିଲେ ଆମର ସେ ଗୋଟିଏ ଭୁଲ ପାଇଁ ଆମେ ତାଙ୍କ ପାଖରେ ପ୍ରାୟଶ୍ଚିତ କରିବା ପାଇଁ ଯାচ্ছি। ବାବା ଏଠି ଦେଖ, ଆମେ ଆମ ଭୁଲ ପାଇଁ କାନ ଧରି ମୋହ ଛୁଟଉଛୁ ବାବା। ଏମିତି ଭୁଲ ଆଉ କେବେ ହବନି। ତମେ ମାନେ କୋଟି ବ୍ରହ୍ମାଣ୍ଡର ନାଥ ଜଗତର ନାଥ ଜଗନ୍ନାଥଙ୍କୁ ଠିକରେ ଚିହ୍ନି ପାରିଲନି ମା। ସେ କେବେ ବି କାହାରି ଉପରେ ପ୍ରତିଶୋଧ ନିଅନ୍ତିନି, କାହାରି ପିଠିକି ମାରନ୍ତିନି। ଆସ୍ତେ କରି କାନ ମୋଡ଼ି ଦିଅନ୍ତି, ଆଉ କାନ ମୋଡ଼ି ବୁଝେଇ ଦିଅନ୍ତି କୋଉଟା ଠିକ କୋଉଟା ଭୁଲ। এই দেখো মন্দিরর পট খোলিলানি, যাও সে বলা দুঃখ নেই সুখ দিয়ে বলি তা না দইতারি, সেই দিন বান্ধবক পাখে শরণ নিও। যাও জয় জগন্নাথ। জয় জগন্নাথ। জগন্নাথ এই কলিযুগর জীবন্ত ঠাকুর, তবে পরা কইছ দণ্ডিমা শক্তি যার খাই সে পুরি ক্ষমা আচর। এই কলিযুগর জীবন্ত ঠাকুর, আমি ভুল পাই তবে পাখে কান্না ধরে উদ্দেশ্য পাই যাচ্ছি। এই দেখো ଆମ ଭୁଲ ପାଇଁ ଆମେ କେତେ କାନ ଧରି ମୋହ ଛୁଟଉଛୁ। ଛାଡ଼ିବି ଦେ ରେ ମା ତାକୁ, ମାଟିର ମଣିଷ, ମାଟିକୁ ଆପଣେଇ ଦେଉ। ଆକାଶରେ ଉଡ଼ିବାର ସ୍ୱପ୍ନ ଛାଡ଼ି ଧୂଳି ବଣି ଯାଇ ନିଜ ଦେହଟାକୁ ଧୂଳିଆ କରିଦେଉ। ଟଙ୍କାର ମୋଟା ବିଛଣାରେ ଶୋଇ ଶୋଇ ତା ଦେହରୁ ପାପ ବହୁଛି ରେ ମା। ଏ ଧୂଳି ବିଛଣାଟା ତା ପାପ ଜାଣି ଦଉ। ଯା ତାରି ନାମ ଜପ କର, ଏ ଦୁନିଆର ଲୋକମାନଙ୍କୁ ଜଣେଇ ଦେ ଏ ସୃଷ୍ଟିର ଅର୍ଥ ବଡ଼ ନୁହେଁ, ପ୍ରତିପତ୍ତି ବଡ଼ ନୁହେଁ, ତା ବଡ଼ ତା ପାଦର ଧୂଳି। ତୁ ବଡ଼ ନୁହେଁ, ବଡ଼ ତା ଦେଉଳ, ବଡ଼ ତା ଦାଣ୍ଡ, ବଡ଼ ତା ଭୋଗ, ବଡ଼ ତା ନେତ, ତା ଜାତ ବଡ଼, ତା ଦୁଆର ବଡ଼, ତା ପଣ୍ଡା ବଡ଼। କୁହ ଜୟ ଜଗନ୍ନାଥ। মন্দির পাখু টিকে প্রসাদ নিয়ে আসবো। আরে যা আসলে মাইকে নাই নাই ମୁଁ ଯିବିନି। আমি সব মছিব কেমিতি, আমার বাবা ভালো হবো কেমিতি, আমার কোনো মামা ନାଇଁ ତମେ ସେମିତି କୁହନି। ଆରେ ମୁଁ ତ
କିଛି ଦେଇନି ବରଂ ତାର କ୍ଷତି କରିଛି ମୁଁ ତାର କଣ ମାଗିବି ମୁଁ ଯୋଉଦିନ ଦେବି ସେଇଦିନ ମାଗିବି ଏ ମୌସୁମୀ ଚାଲ ଆମେ ଗୋଟେ କାମ କରିବା ସେ ଜଗାର ବଡ଼ଦାନରୁ ଚାଲିଯିବା ସେଇଠି ଭିକ ମାଗି ଆମ ପେଟ ବସିବା ଆଉ ଯାହା ଜିନିଷ ବଞ୍ଚିବ ଆମ ଝିଅ କାମରେ ଲଗେଇଦବା ଏ କଥା ତମେ କହୁଛ আরে তার মানে আমি বঞ্চিবা কেমতি চলো জগার সেই বড়দিন চলো জগারে তুই ষাঠিয়ে পড়কি মনে খাওছ আমি খাইবা পাই তো বড় গাইবারে রিক মাগুছ বাবু মানে আমার মুখ টিকে ছাড় আমার মানে না চাইলে আমার জীবনটা মরে যাব আমার মানে চাইলে আমার জীবনটা মরে হয়েছে বাবু এই মার বড় তরকারিটাকে পূরণ করে দিয়ন্তু বাবু বাবু আমাকে গন্ডে ভিক্ষ দিও বাবু আমাকে গন্ডে ভিক্ষ দিও मोर करिब